ନମ୍ବର 1 ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ବରିଷ୍ଠ ନାଗରିକଙ୍କୁ ପ୍ରତି ମାସରେ ମିଳିବ 3,000 ଟଙ୍କା। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ବରିଷ୍ଠ ନାଗରିକଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ଅଧୀନରେ 60ରୁ 69 ବର୍ଷ ବୟସର ଲୋକଙ୍କ ପାଇଁ ସହାୟତା ରାଶି 2,000 ଟଙ୍କାରୁ 2,500 ଟଙ୍କାକୁ ବୃଦ୍ଧି କରାଯାଇଛି। ଯେତେବେଳେ 70 ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରତି ମାସରେ 3,000 ଟଙ୍କା ମିଳିବ। ନମ୍ବର 2 ବୃଦ୍ଧ ବୃଦ୍ଧାଙ୍କ ପଞ୍ଚାୟତ ଅଫିସ ଆଗରେ ଧାରଣା। କହିଲେ ବର୍ଦ୍ଧିତ ଭତ୍ତା ନ ଦେଲେ ତୀବ୍ର ହେବ ଆନ୍ଦୋଳନ। ବର୍ଦ୍ଧିତ ଭତ୍ତା ପାଇଁ ପଞ୍ଚାୟତ ଆଗରେ ବୃଦ୍ଧ ବୃଦ୍ଧା 3 ମାସରେ ବର୍ଦ୍ଧିତ 3,500 ଟଙ୍କା ଭତ୍ତା ନ ଦେଲେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଉଠିବୁ ନାହିଁ। ଏମିତି ଜିଦ୍ ଧରି ବସିଲେ ବାଲେଶ୍ୱର ଭୋଗରାଇ ବ୍ଲକ ଅଧୀନ ଶ୍ରଦ୍ଧାପୁର ପଞ୍ଚାୟତର ବୃଦ୍ଧ ବୃଦ୍ଧା। ଶେଷରେ ସରପଞ୍ଚଙ୍କ ସାନ୍ତ୍ୱନାମୂଳକ ପ୍ରତିଶ୍ରୁତି ପରେ ଘରକୁ ଫେରିଛନ୍ତି। ନମ୍ବର 3 ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲା 500 କୋଟି ଟଙ୍କା। ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲା 500 କୋଟି ଟଙ୍କା। ତେବେ ପ୍ରଶ୍ନ ଉଠିଛି, ଏତେ ଟଙ୍କା କିଏ ଦେଲା ଏବଂ କାହିଁକି ଦେଲା? ତେବେ କଥାଟି ହେଲା ଯେ ରାଜ୍ୟ ସରକାରଙ୍କ ପକ୍ଷରୁ 500 କୋଟି ଟଙ୍କାର କର୍ପସ ପାଣ୍ଠି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଶ୍ରୀମନ୍ଦିରର ବିଭିନ୍ନ ପ୍ରକଳ୍ପଗୁଡ଼ିକର ପରିଚାଳନା ସହ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ସୁବିଧା ସୁଯୋଗ ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ କରାଯିବ। ନମ୍ବର 4 ଗୃହ ବିଭାଗର 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଗୃହ ବିଭାଗ। ଜନସାଧାରଣଙ୍କ ଜନଜୀବନ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ସମାଜରେ ସୁରକ୍ଷିତ ବାତାବରଣ ପ୍ରଦାନରେ ଗୃହ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଜି ସେହି ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନା କରିବା ଅବସରରେ ମୁଁ ଏହି ପବିତ୍ର ଗୃହକୁ ଅବଗତ କରିବାକୁ ଚାହେଁ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି। ନମ୍ବର 5 ପ୍ରତିଶ୍ରୁତି ପୂରଣ କଲେନି ସରକାର। ଆନ୍ଦୋଳନକୁ ଓହ୍ଲାଇଲେ 70,000 କର୍ମଚାରୀ। ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ଆରପାର ଲଢ଼େଇ। ଆନ୍ଦୋଳନକୁ ଓହ୍ଲାଇଛନ୍ତି 70,000 କର୍ମଚାରୀ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ କରୁଛନ୍ତି ଗର୍ଜନ। 9 ମାସ ଧରି ଅପେକ୍ଷା କରିବା ପରେ ମଧ୍ୟ ସରକାର କଥା ଦେଇ ପ୍ରତିଶ୍ରୁତି ରଖିଲେନି, ଦେଲେ ନାହିଁ ସ୍ଥାୟୀ ନିଯୁକ୍ତି। ତେଣୁ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି। ନମ୍ବର 6 ମୋବାଇଲ ଟାୱାରରେ ନିଆଁ। ଭୁବନେଶ୍ୱର ଶ୍ୟାମପୁର ଅଞ୍ଚଳରେ ଥିବା ଏକ ମୋବାଇଲ ଟାୱାରରେ ବୁଧବାର ହଠାତ୍ ନିଆଁ ଲାଗିଯାଇଛି। ଏହି ମୋବାଇଲ ଟାୱାରଟି ଜିଓ କମ୍ପାନୀର ବୋଲି ଜଣାପଡ଼ିଛି। ପ୍ରାୟ 50 ମିଟର ଉଚ୍ଚତାରେ ଥିବା 9ଟି ମୋବାଇଲ ବକ୍ସ ହଠାତ୍ ହୁ ହୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ନମ୍ବର 7 ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ସୂଚୀରେ ପରିବର୍ତ୍ତନ। ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ସୂଚୀକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ ରାଉରକେଲା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ୍ ପାଇଁ ଜୁନ୍ 3 ଠାରୁ ସାପ୍ତାହିକ ଛୁଟି ଦିନ ଅର୍ଥାତ୍ ମଙ୍ଗଳବାର ଚଳାଚଳ ବନ୍ଦ ରହିବ। ଜୁନ୍ 7 ଠାରୁ ଶନିବାର ଦିନରେ ଚଳାଚଳ ସ୍ୱାଭାବିକ ରହିବ। ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ସକାଳ 5 ଘଟିକାରେ ଛାଡ଼ି ଅପରାହ୍ନ 12:45ରେ ରାଉରକେଲାରେ ପହଞ୍ଚୁଛି। ନମ୍ବର 8 ସିପାହୀ ଓ କନେଷ୍ଟବଳ ନିଯୁକ୍ତିରେ ବୟସ ସୀମା କୋହଳ କଲେ ରାଜ୍ୟ ସରକାର। ସିପାହୀ ଓ କନେଷ୍ଟବଳ ଆଶାୟୀଙ୍କ ପାଇଁ ଖୁସି ଖବର। ଆଇଆର୍ପି ବାଟାଲିୟନ ସିପାହୀ ଏବଂ କନେଷ୍ଟବଳ ନିଯୁକ୍ତି ପାଇଁ କୋହଳ ହେଲା ବୟସ ସୀମା। ବୟସ ସୀମାକୁ 3 ବର୍ଷ କୋହଳ କରିଛନ୍ତି ରାଜ୍ୟ ସରକାର। ଏନେଇ ହାଇକୋର୍ଟକୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ନମ୍ବର 9 ଏଟିଏମ୍ରୁ କ୍ୟାସ୍ ଉଠାଇବା ହେବ ମହଙ୍ଗା। ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ଲାଗିବ ଅଧିକ ଚାର୍ଜ। ଏନ୍ପିସିଆଇ ପ୍ରସ୍ତାବକୁ ମଞ୍ଜୁରି ଦେଲା ଆର୍ବିଆଇ। ଆପଣମାନେ ଯଦି ଏଟିଏମ୍ରୁ କ୍ୟାନ୍ ଉଠାଉଛନ୍ତି ତେବେ ତାହା ମହଙ୍ଗା ହେବାକୁ ଯାଉଛି। ମେ 1 ତାରିଖରୁ ଆପଣଙ୍କ ପକେଟ୍ ଖର୍ଚ୍ଚ ବଢ଼ିବାକୁ ଯାଉଛନ୍ତି। ପ୍ରତି ଟ୍ରାଞ୍ଜାକ୍ସନ ଉପରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ। ଏନେଇ ଏନ୍ପିସିଆଇର ପ୍ରସ୍ତାବକୁ ଆର୍ବିଆଇ ମଞ୍ଜୁରି ଦେଇଛି। ମେ 1ରୁ ବଦଳିବାକୁ ଯାଉଥିବା ନିୟମ ଅନୁସାରେ ହୋମ୍ ବ୍ୟାଙ୍କ ନେଟୱାର୍କ ବାହାରେ ଯଦି କୌଣସି ଏଟିଏମ୍ ମେସିନରେ ଟ୍ରାଞ୍ଜାକ୍ସନ କରିବେ କିମ୍ବା ବାଲାନ୍ସ ଚେକ୍ କରିବେ ତେବେ ୟୁଜର୍ସଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ। ନମ୍ବର 10 ଏନ୍ଆଇଟି ରାଉରକେଲା 6ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ। 2036ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନ 100 ବର୍ଷ ଏବଂ
ସଡ଼ଚାଳିଶରେ ଦେଶ ସ୍ୱତନ୍ତ୍ରତା ଫୂର୍ତ୍ତିର 100 ବର୍ଷ ପୂରଣ କରିବ। ଏହି 13 ବର୍ଷ ଓ 25 ବର୍ଷ ସମୟ ମଧ୍ୟରେ 100 କୋଟି ଟଙ୍କା ରୋଜଗାର କରାଯିବ ବୋଲି 100 ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ। ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ NIT ରାଉରକେଲା ଭଳି ଶିକ୍ଷାନୁଷ୍ଠାନ ନେତୃତ୍ୱ ନେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନମ୍ବର 11 ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି ଗୃହକୁ ଫେରିଲା ବିଜେଡି। ଗୃହରେ ବିବୃତି ରଖିଲେ ବାଚସ୍ପତି ସୁର୍ମା ପାଢ଼ୀ। ମଙ୍ଗଳବାର ଘଟିଥିବା ଘଟଣାକୁ ସମ୍ପର୍କରେ ଗୃହରେ ବାଚସ୍ପତି ବିବୃତି ରଖିଛନ୍ତି। ବାଚସ୍ପତିଙ୍କ ବିବୃତି ପରେ ଗୃହକୁ ଫେରିଲେ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ବିବୃତି ଦାବି କରି କକ୍ଷ ତ୍ୟାଗ କରିଥିଲେ ବିଜେଡି ସଦସ୍ୟ। ବାଚସ୍ପତି ବିବୃତି ରଖି କହିଛନ୍ତି ଯେ ମାର୍ଚ୍ଚ 7 ତାରିଖ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ। ନମ୍ବର 12 ମହିଳା ସମୃଦ୍ଧି ଯୋଜନା ମାସିକ 2500 ଟଙ୍କା ପାଇବାକୁ ସରକାର ଆଣିଛନ୍ତି ମହିଳାଙ୍କ ପାଇଁ ଆଉ ଏକ ଲାଭକାରୀ ଯୋଜନା, ଯେଉଁଥିରେ ମହିଳାଙ୍କୁ ପ୍ରତି ମାସରେ ମିଳିବ 2500 ଟଙ୍କା। ଏହା ସାହାଯ୍ୟରେ ସେମାନେ ଘରେ ବସି ଟଙ୍କା ରୋଜଗାର କରିବା ସହ ନିଜର ଲଘୁ ବ୍ୟବସାୟ ଆରମ୍ଭ କରିପାରିବେ। ମହିଳାଙ୍କୁ ସଶକ୍ତ କରିବା ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏହି ଯୋଜନା ଆଣିଛନ୍ତି, ଯାହାର ନାମ ମହିଳା ସମୃଦ୍ଧି ଯୋଜନା। ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ମହିଳାମାନେ ମଧ୍ୟ ଏହି ଟଙ୍କାରୁ ସେମାନଙ୍କ ପଢ଼ାରେ ବିନିଯୋଗ କରିପାରିବେ। ଏହାଦ୍ୱାରା ସେମାନେ ଆଗାମୀ ଦିନରେ ସ୍ୱାବଲମ୍ବୀ ହୋଇପାରିବେ। ନମ୍ବର 13 ପାରଦ ଉପରମୁହାଁ 4 ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି। ରାଜ୍ୟରେ ଗତ କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ଲାଗି ରହିଥିବା ବେଳେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଥିଲା। ତେବେ ମଙ୍ଗଳବାର ଠାରୁ ରାଜ୍ୟର ପାରଦ ଉପରମୁହାଁ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 4 ଦିନ ମଧ୍ୟରେ ଦିନ ତାପମାତ୍ରା 2ରୁ 6 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ନମ୍ବର 14 ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମାଇ ବାଛୁରୀ ପାଳନର ଶୁଭାରମ୍ଭ କଲେ ଜିଲ୍ଲାପାଳ। ନୂଆପଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମାଇ ବାଛୁରୀ ପାଳନର ଶୁଭାରମ୍ଭ ଆଜି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଦ୍ୱାରା ତରବୋଡ଼ ପ୍ରାଣୀ ଚିକିତ୍ସାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ଜିଲ୍ଲାପାଳ ଉଦ୍ଘାଟନ କରି 21 ଗୋଟି ମାଇ ବାଛୁରୀଙ୍କୁ ଦାନା ଖୁଆଇଥିଲେ। ନମ୍ବର 15 କେନ୍ଦୁପତ୍ର ତୋଳାଳୀଙ୍କ ଉପରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁପତ୍ର ତୋଳାଳୀ ହିତାଧିକାରୀଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ରଖିଛନ୍ତି। 2024 କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ 8,59,449 ଜଣ କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ଶତକଡ଼ା 25 ହାରରେ 52.63 କୋଟି ଟଙ୍କା ଲାଭାଂଶ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ପୁରୀ ରାଉରକେଲା ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼। ପୁରୀରୁ ରାଉରକେଲା ଆସୁଥିବା ବନ୍ଦେ ଭାରତ ଟ୍ରେନ୍ ଆଜି ଅପରାହ୍ନରେ କୋଲୁଙ୍ଗା ଷ୍ଟେସନ ଦେଇ ଆସୁଥିବା ବେଳେ ପଥରମାଡ଼ ହୋଇଛି। କୌଣସି ଦୁର୍ବୃତ୍ତ ପଥରମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପଥରମାଡ଼ରେ ବନ୍ଦେ ଭାରତ ଟ୍ରେନ୍ର C5 କୋଚ୍ କାଚ ଭାଙ୍ଗି ଯାଇଛି। କୁଲୁଙ୍ଗା ଷ୍ଟେସନରେ ରେଳବାଇ କର୍ମଚାରୀ ଟ୍ରେନ୍ରୁ ଅଟକାଇ ଯାତ୍ରୀମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ଏଥିରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନାହିଁ। ଫାଟିଯାଇଥିବା କାଚରେ ଲେବ୍ ଲଗାଇ ବନ୍ଦେ ଭାରତ ଟ୍ରେନ୍କୁ ରାଉରକେଲା ଷ୍ଟେସନକୁ ଅଣାଯାଇଥିବା ରାଉରକେଲା ରେଳବାଇ ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି। ନମ୍ବର 17 ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପିଲାଙ୍କୁ ଦିଆଯିବ ପୋଷଣଯୁକ୍ତ ଚାଉଳ ଲଡ଼ୁ। ପ୍ରଥମରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ପିଲାମାନେ ଏହାକୁ ଖାଇବେ। ଏପ୍ରିଲ 1ରୁ ଗୋଟିଏ ସପ୍ତାହରେ ପ୍ରତି ପିଲାଙ୍କୁ 3ଟି ଲଡ଼ୁ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ PM ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରୀଶ ଚନ୍ଦ୍ର ସିଂ ସବୁ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି। ନମ୍ବର 18 ଶ୍ରୀ ଜଗନ୍ନାଥ ବିମାନ ବନ୍ଦର ପାଇଁ ତତ୍ପରତା। ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେଲା ପ୍ରଶାସନିକ ପ୍ରକ୍ରିୟା। ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବାକୁ ପ୍ରସ୍ତୁତି। 1164 ଏକର ଜମିରେ ନିର୍ମାଣ ହେବ ଏୟାରପୋର୍ଟ। ଖୁବ୍ ଶୀଘ୍ର ଆରମ୍ଭ ହେବ କାମ। ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ସହ ରାଜ୍ୟର ଆର୍ଥିକ ବିକାଶକୁ ମିଳିବ ନୂଆ ଗତି। ନମ୍ବର 19 ସରକାରଙ୍କ ବଡ଼ ଘୋଷଣା। ଏହି ଯୋଜନାରେ ଗର୍ଭବତୀଙ୍କୁ ମିଳିବ 21,000 ଟଙ୍କା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନା କରିଛନ୍ତି। ସେ ବଜେଟ୍ରେ ଗୋଟିଏ ପରେ ଗୋଟିଏ ମହିଳାଙ୍କୁ ଅନେକ ଉପହାର ଦେଇଛନ୍ତି। ପ୍ରଥମ ଥର ପାଇଁ ଉପସ୍ଥାପିତ 1 ଲକ୍ଷ କୋଟି ଟଙ୍କାର ବଜେଟ୍ରେ ମହିଳା ସମୃଦ୍ଧି ଯୋଜନା ପାଇଁ 5,100 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ଦିଲ୍ଲୀର ମହିଳାମାନଙ୍କୁ ପ୍ରତି ମାସରେ 2,500 ଟଙ୍କା ଦିଆଯିବ। ନମ୍ବର 20 ଅମରନାଥ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଏପ୍ରିଲ 14ରୁ
ପ୍ରି ରେଜିଷ୍ଟ୍ରେସନ ଆରମ୍ଭ। ଅମରନାଥ ଯାତ୍ରା ଯିବାକୁ ଇଚ୍ଛା ରଖିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଅମରନାଥ ଯାତ୍ରା ପାଇଁ ପ୍ରି ରେଜିଷ୍ଟ୍ରେସନ ତାରିଖ ଘୋଷଣା ହୋଇଛି। ଚଳିତ ବର୍ଷ ଅମରନାଥ ଯାତ୍ରା 3 ଜୁଲାଇରୁ ଆରମ୍ଭ ହୋଇ 9 ଅଗଷ୍ଟ ଯାଏଁ ଚାଲିବ। ଏଥିପାଇଁ ପ୍ରି ରେଜିଷ୍ଟ୍ରେସନ 14 ଏପ୍ରିଲରୁ ଆରମ୍ଭ ହେବ। ରେଜିଷ୍ଟ୍ରେସନ ପାଇଁ ସମଗ୍ର ଦେଶର ସମସ୍ତ ବ୍ୟାଙ୍କର ଅଧିକୃତ ଶାଖା ଏବଂ ହେଲ୍ଥ ସାର୍ଟିଫିକେଟ୍ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଏବଂ ସ୍ଥାନୀୟ ହସ୍ପିଟାଲ ଏବଂ ଡାକ୍ତରଙ୍କ ଟିମ୍ ବିଷୟରେ ଖୁବ୍ ଶୀଘ୍ର ସୂଚନା ଦିଆଯିବ। ବାବା ଅମରନାଥ ଯାତ୍ରା 38 ଦିନ ଯାଏଁ ଚାଲିବ। ଶ୍ରୀ ଅମରନାଥ ଶ୍ରୀଇନ୍ ବୋର୍ଡ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ଏବଂ ନିୟମଗୁଡ଼ିକୁ ପ୍ରସ୍ତୁତ କରିବାର ଶେଷ ପର୍ଯ୍ୟାୟରେ ରହିଛି। ଶ୍ରୀଇନ୍ ବୋର୍ଡ ପକ୍ଷରୁ କୁହାଯାଇଛି କି ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀ 14 ଏପ୍ରିଲରୁ ପ୍ରି ରେଜିଷ୍ଟ୍ରେସନ କରିପାରିବେ।